ମା ଗଙ୍ଗା ମାଇଁ ଆଦିଭାର୍ବ ଅବହିତ। ପୂର୍ବରୁ କଣ୍ଟାବାଞ୍ଜି ଅଞ୍ଚଳରେ ହାଇଜା ଓ ବସନ୍ତ ରୋଗ ଭଳି ମହାମାରୀ ରୋଗ କାୟ ବିସ୍ତାର କରିଥିଲା। କ୍ରମେ କ୍ରମେ ସେହି ରୋଗ ପାବଭାବ ବୃଦ୍ଧି ହେବାକୁ ଲାଗିଲା। ସଚେତନତା ବେଳେ ସାଧାରଣ ଜନତା ନିରକ୍ଷତା ତାଙ୍କ ପ୍ରତି ଶେଷଦେଗ ଔଷଧ ବା ବାଟିକା ସମ୍ପର୍କରେ ଅଞ୍ଚିଥିଲେ। ଫଳରେ ବହୁ କଷ୍ଟରେ ହାଇଜା ଓ ବସନ୍ତ ରୋଗ ଭଳି ଦୁର୍ଦ୍ଦଗ ରୋଗରେ ଅନେକ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ। ତାର ପ୍ରତି କୌଣସି ଆଶୁ ପ୍ରତିକାର ନଥିଲା। ହେଲେ କେବଳ ଭଗବାନ ଓ ଦେବାଦେବୀଙ୍କ ଏକମାତ୍ର ଦୁର୍ଦ୍ଦଶା ଓ ସର୍ବଦା ଉତ୍ତୁନ୍ତ ରହୁଥାଏ। ତେଣୁ ସମସ୍ତେ ସମବେତ ହୋଇ ଏକ ସ୍ୱରରେ ଏକ ପ୍ରାଣରେ ଅନ୍ତରରେ ଜଣାଇ ଗଲେ ମା ଗଙ୍ଗା ମାଇଙ୍କ ଚରଣରେ। ସେ କଣ୍ଟାବାଞ୍ଜି ଅଞ୍ଚଳରେ ସର୍ବସାଧାରଣଙ୍କ ଆକୁଳ ନିବେଦନ ଡାକକୁ ହୃଦୟଙ୍ଗମରେ କଣ୍ଟାବାଞ୍ଜିଠାରେ ଆବଶ୍ୟକ ଅବତୀର୍ଣ୍ଣ କଲେ। ମା ଗଙ୍ଗା ମାଇଙ୍କ ଅତି ପ୍ରିୟ ପରମ ଭକ୍ତ ଥିଲେ ମକାରୁ କୁମ୍ଭାର। ସେ ଜଣିକ ରେଳବାଇ କର୍ମଚାରୀ ଥିଲେ। ତାଙ୍କୁ ମାଙ୍କ ଶୁଭ ଆଶୀର୍ବାଦ ରହିଥିବାରୁ ବିଷୟ ତାଙ୍କ ବାଲ୍ୟକାଳ ଜୀବନରୁ ହିଁ ସୃଷ୍ଟ ହୋଇଥାଏ। ତାଙ୍କ ପିତାମାତା ମକାରୁ କୁମାରଙ୍କୁ ବିଦ୍ୟାଳୟ ନିମନ୍ତେ ସ୍ଥାନୀୟ ରେଳବାଇ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଥିଲେ। କିନ୍ତୁ ତାଙ୍କର ପାଠପଢ଼ା ଅଧ୍ୟୟନ ପ୍ରତି ସେତେ ଇଚ୍ଛାଶକ୍ତି ନଥିଲା। ତେଣୁ ସେ ଠିକ୍ ସମୟରେ ବା ନିୟମିତ ଭାବରେ ବିଦ୍ୟାଳୟକୁ ଯାଉନଥିଲେ। ତା ପରବର୍ତ୍ତୀ ସେ ବର୍ତ୍ତମାନ ପ୍ରତିଷ୍ଠାତା ହୋଇଥିବା ମନ୍ଦିର ପ୍ରାଣଙ୍ଗା ଯେତେବେଳେ ଖେଳ ପଡ଼ିଆ ଥିବାରୁ ସେଠାରେ ଚଲାବୁଲା କରୁଥିଲେ। ସେତେବେଳେ ତାଙ୍କୁ ବୟସ 12 ବର୍ଷ ହେଲା। ସେ ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ବର୍ଗ ତାଙ୍କୁ ଅନେକ ସ୍ଥାନରେ ଖୋଜାଖୋଜି ମଧ୍ୟ କରିଥିଲେ। ତାଙ୍କର କୌଣସି ଖୋଜ ଖବର ପାଇନଥିଲେ ପରିବାର ଲୋକେ। ଉକ୍ତ ସମ୍ବନ୍ଧରେ ପୁରୋହିତଙ୍କଠାରେ ଖଟିବା ପାଞ୍ଜି ଦେଖାଇଥିଲେ ପରିବାର ଲୋକେ। ସେଠାରୁ ସେମାନେ ଜାଣିବାକୁ ପାଇଥିଲେ ଯେ ତାହା ମାଙ୍କ ମହିମା। ସେ ଦୀର୍ଘ 1 ବର୍ଷ ପରେ ପୁଣି ଘରକୁ ଫେରିଥିଲେ। ପୂର୍ବପରି ପୁଣି ବର୍ତ୍ତମାନ ମନ୍ଦିରରେ ଥିବା ସ୍ଥାନରେ ଖେଳ ପଡ଼ିଆ ଥିବାରୁ ସେ ସେଠାରେ ଚଲାବୁଲା କରୁଥିଲେ। ଆଉ ମଧ୍ୟ ସେଠାରେ ଏକ ନିମ୍ବ ଗଛ ଚାରା ଆଣି ରୋପଣ କରିଥିଲେ। ସେ ନିକଟସ୍ଥ ରେଳବାଇ କର୍ମଚାରୀ ଅନୁରୋଧ କରି କ୍ୱାର୍ଟରରୁ ପିଇବା ପାଇଁ ଜଳ ସଂଗ୍ରହ କରି କିଛି ବେଳେ ଜଳ ପାନ କଲେ ବାକିତକ ନିମ୍ବ ଗଛ ମୂଳରେ ଡାଲୁଥିଲେ। ଆଉ ମଧ୍ୟ ସେ ନିମ୍ବ ବୃକ୍ଷ ମୂଳ ପାଖରେ ଖଣ୍ଡିଏ ପ୍ରସ୍ତକ ରଖି ଭକ୍ତିପୁତ୍ର ଭାବରେ ପୂଜା କରୁଥିଲେ। ଉକ୍ତ ବୃକ୍ଷ ବର୍ତ୍ତମାନ ପ୍ରକାଣ୍ଡ ଦାରୁ ବ୍ରହ୍ମ ରୂପରେ ଧାରଣ କରିଛି। ତାପରେ ମକାରୁ କୁମ୍ଭାରଙ୍କ ମୁଣ୍ଡରେ ମା ଗଙ୍ଗା ମାଇ ପ୍ରଚଣ୍ଡ ହୋଇଥିଲେ। ଫଳରେ ବହୁ ସଂଖ୍ୟାରେ ଜନସମାଗମ ବା ରୁଣ୍ଡ ଦେଖିବାକୁ ମିଳୁଥିଲା। ସେ ସମସ୍ତଙ୍କୁ ଅବଗତ କରିଥିଲେ ଯେ ତାଙ୍କ ମଥାରେ ମା ଗଙ୍ଗା ମାଇ ସବାର ଅଛନ୍ତି। ହେଲେ କେହି ମଧ୍ୟ ସହଜରେ ଗ୍ରହଣ କଲେ ନାହିଁ। ଉକ୍ତ ସ୍ଥାନରେ ପ୍ରବଳ ଭିଡ଼ ହେବା ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଚପରାସି ଆସି ପହଞ୍ଚିଥିଲେ। ବିଶୃଙ୍ଖଳ ଦୃଷ୍ଟିକୋଣ ତାଙ୍କୁ ଉକ୍ତ ଦେବାଦେବୀ କର୍ମରୁ ନିବୃତ୍ତ ରହିଥିବାକୁ ଚେତାବନୀ ଥିଲେ। ସେ ସେଠାରେ ଥିବାରୁ ଜନସମାଗମ ହେତୁ ତାଙ୍କୁ ତେଥେଲ କଡ଼ାରେ ପ୍ରଚଣ୍ଡ ପ୍ରହରାଇ କରି ସୁଦ୍ଧା ତାଙ୍କ ଶରୀରରେ କୌଣସି କ୍ଷତିକ ଚିହ୍ନ ହେଲା ନାହିଁ। ଯେତେବେଳେ ମା ଗଙ୍ଗା ମାଇଙ୍କ ବାର୍ଷିକ ଉତ୍ସବ ପର୍ବ ଆସିଲା, ସେ କଣ୍ଟାବାଞ୍ଜି ଦୋଲିରେ ବସିଲେ। ତଥାପି ତାଙ୍କ ଅଙ୍ଗରେ କୌଣସି ଆଘାତ ଚିହ୍ନ ଦେଖାଦେଲା ନାହିଁ। ଶେଷରେ ଚୂଡ଼ାନ୍ତ ପରୀକ୍ଷା ହେଲା ଓ ଖନ୍ଦାମଡ଼ା। ସାଧାରଣତଃ ମାଙ୍କ ପର୍ବ ଜ୍ୟେଷ୍ଠ ମାସ ଅପରାହ୍ନ ପ୍ରଚଣ୍ଡ ଦୈର୍ଘ୍ୟ ତାପମାତ୍ରା 45 ଡିଗ୍ରୀ ସେଲସିୟସରେ ଅନୁଷ୍ଠିତ କରାଯାଏ। ଅଗ୍ନି ପ୍ରସ୍ତୁତ କରାଯାଏ ଓ ସେଥିରେ ସେ ଚାଲିଥାନ୍ତି। ଉକ୍ତ ଜ୍ୱଳନ୍ତ ଖନ୍ଦାରେ ପରମ ଭକ୍ତ ମକାରୁ ଚାଲିଥିଲେ। ଏହା କମ୍ କଷ୍ଟକର କମି ନୁହେଁ। ଉପରୋକ୍ତ 3 ଗୋଟିଏ ପରୀକ୍ଷାରେ ସମ୍ପୂର୍ଣ୍ଣ ଭାବରେ ଉତ୍ତୀର୍ଣ୍ଣ ହେବା ପରେ ମକାରୁ କୁମାର ମା ଗଙ୍ଗା ମାଇଙ୍କ ପରମ ଭକ୍ତ ବୋଲି ଆମ କଣ୍ଟାବାଞ୍ଜି ଅଞ୍ଚଳରେ ସୁପରିଚିତ ବା ଜୋରାଧୂଢ଼ ହେଲେ। ବସନ୍ତ ଓ ହଇଜା ଭଳି ଦୁର୍ଦ୍ଦଗ ରୋଗ ଉପଶମ ନିରାକରଣ ପାଇଁ ମାଙ୍କ ମନ୍ଦିରରେ ଆସି ପୂଜା ଅର୍ଚ୍ଚନା କରି ସ୍ୱାସ୍ଥ୍ୟ ଭଲ ହେଉଥିଲା। କ୍ରମେ କ୍ରମେ ଆମ ଅଞ୍ଚଳରେ ସବୁଦିନ ପାଇଁ ହଇଜା ଓ ବସନ୍ତ ବିଦାୟ ନେଲେ। ମକାରୁ କୁମାରଙ୍କ ଦ୍ୱାରା ରୋପଣ କରିଥିବା ନିମ୍ବ ବୃକ୍ଷ ବର୍ତ୍ତମାନ ଏକ ବିଶାଳ ଦାରୁବଣ୍ଡ ରୂପରେ ଦଣ୍ଡ୍ୟମାନ। ରେଳବାଇ ମାଙ୍କ ଉପଗଣ ଓ ବାବନ୍ତେନ ବ୍ୟକ୍ତିତ୍ୱଙ୍କ ପୂର୍ଣ୍ଣ ଆର୍ଥିକ ସହଯୋଗରେ ମନ୍ଦିର ପ୍ରତିଷ୍ଠା ହେଲା। ଆଜି ମାଙ୍କ ଉଦ୍ଦାରମନା ସ୍ତୁତିରେ ପରିଚୟ
ମନ୍ଦିର ଏକ ମୂଳ ସାକ୍ଷୀ ଭାବରେ ଦଣ୍ଡ୍ୟମାନ। ମା ଗଙ୍ଗା ମାଇଙ୍କ ପର୍ବ ପ୍ରତିବର୍ଷ ବୈଶାଖ ଜ୍ୟେଷ୍ଠ ମାସ ମାଧ୍ୟମରେ ଅନୁଷ୍ଠିତ। ଉକ୍ତ ପର୍ବକୁ ଶୃଙ୍ଖଳା ଭାବରେ ସୁପରିଚାଳନା କରିବା ପାଇଁ ରାୟଗଡ଼ା ଇଷ୍ଟଦେବୀ ମା ମାଝୀ ଘରିଆଣୀଙ୍କ ପୂଜକ ଦଳ ଆସି ଉକ୍ତ ପୂଜା ବିଶେଷତ୍ୱ ଏକ ଯେ ମକାରୁ କୁମ୍ଭାରଙ୍କ ବିନା ଉପସ୍ଥିତିରେ ମାଙ୍କ ପୂଜା ଅର୍ଚ୍ଚନା ଶୁଭାଙ୍କର ହୋଇ ପାରେ ନାହିଁ। ତେଣୁ ମକାରୁ କୁମ୍ଭାର ମା ଗଙ୍ଗା ମାଇଙ୍କ ମନେ ମନେ ଶ୍ରଦ୍ଧା ଓ ଭକ୍ତିରେ ଚରଣୀୟ କରି ଫୁଲଟି ଅନ୍ୟ ଦେଲେ। ପୂଜାରୀ ଶ୍ରୀ ଗଣେଶ ହେଉଥିଲା ମକାରୁ କୁମାର। ଅନ୍ତେ ତାଙ୍କ ଧର୍ମପତ୍ନୀ ସ୍ୱର୍ଗୀୟ ଖୁସିଲା କୁମାର ମଧ୍ୟ ଅନୁରୂପ ଫୁଲରେ ଆତ୍ମାରେ ସହ ନିବେଦନ ବା ପ୍ରାର୍ଥନା କରେ। ତ ତଥ୍ୟ ରେଲବାଇ ପଡ଼ାରୁ ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କ ଠାରୁ ସଂଗ୍ରହ କରାଗଲା। ସେମାନେ ହେଲେ ଶ୍ରୀ ମହେନ୍ଦ୍ର କୁମାର, ଶ୍ରୀ ଧର୍ମୁ ସିନ୍ଦୁର, ଶ୍ରୀ ଜାମା କୁମାର, ଆଶ୍ରମପଡ଼ାର ଶ୍ରୀମତୀ ଜାମା କୁମାର, ସ୍ୱର୍ଗୀୟ ସନନ୍ଦ ବଛର, ସ୍ୱର୍ଗ ନୀଲା ସୁନା, ରେଲବାଇ ପଡ଼ା ଶ୍ରୀ ଜାନକୀ ସୁନା, ସ୍ୱର୍ଗୀୟ ତ୍ରିଲୋତ୍ତମା ଏବଂ ସ୍ୱର୍ଗୀୟ ତିଲୋତ୍ତମା ଏବଂ ଶ୍ରୀମତୀ ସିନ୍ଧୁ ସୁନା, ରେଲବାଇ ପଡ଼ା।
नैना राज शिवा शुभु अंशु जय जयकार मंदिर विच आरती जय मां हे दरबारा वाली आरती जय मां। ओम गान ओम देवं प्रियामि शिवायं ब्रह्मर्षं हनुमन्तं नवेरं कपालं पुनः प्रभायं गंगं लक्ष्मीशास्त्ररूपं। जय मां समलई जय गंगा माया की। आज बहुत दिन पर कंटाबांजी गोटे जगह आम सब एकाठी होइछे आउ कोरोना समय आम समस्ते जानते केन केन परिस्थिति देखिए कंटाबांजी लोक पूरा भारत लोक पृथ्वी सारा लोक हैरान होती तेणु खुशी लगुच आज सब लोग निज फैमिली सहित आसिक किसी समय ए मेला उपभोग करुछन। आगे सब वर्ष होता तेणु 20, 21, 22 तो यहाँ पहुँची तो समस्त को आमर कंटाबांजी पुलिस तरफ आउ ए अनुष्ठान तरफ ए गंगा माया आशीर्वाद जमी आम समस्ते पाइबा से सत कामना करुच्ची। आठी आज ये आयोजन कर आयोजक कमिटी मानक बहुत बहुत धन्यवाद देवी जे एटा बोधे कोरोना पर गोटे फास्ट बोर्ड यात्रा जो कंटाबांजी सब लोग एकाठी आगू भी एमती आम समस्ते खुशी रहा भल रहा। 2021 में 2021 में मैं इधर आके चार्ज लिया था ऑफिसर इंचार्ज और मैं सुना था यहाँ पर अपना रेलवे एरिया में एक मंदिर है
जो कि 60 साल से इनका ब्रह्मोत्सव चल रहा है, चलते आ रहा है। ये कोरोना का चलते लास्ट 2 इयर्स में नहीं हो पाई, मगर हम लोग बहुत भाग्यशाली है और इस साल में फिर इस कार्यक्रम को फिर शुरुआत किया और अपना माताजी का जो पूजन शुरुआत किया और यहाँ मेला लगी है। और ऐसे ही हम सोचते हैं कि गंगा मैया का कृपा हम लोग सबका ऊपर हो और कार्यकर्ताओं के ऊपर भी हो और हमेशा हमारा पूरा कंटाबंजी प्रजा को हमारा माता गंगा मैया ने सभी कुशल मंगल रखे। भगवती